প্রিয় বন্ধুগণ, আজি আমি ইভেঞ্চুয়ালি এবং ইভেঞ্চুয়াল শব্দদ্বয় কଣ এবং ଏହା କିପରି ବାକ୍ୟରେ ବ୍ୟବହୃତ ହୁଏ ତାହା ଆଲୋଚନା କରିବା। ଏହି ଦୁଇଟି ଶବ୍ଦର ବ୍ୟବହାର ବହୁତ କମ୍ ଲୋକ ଜାଣିଥିବେ। ଆସନ୍ତୁ ଶୁଣିନେବା। ଇଭେଞ୍ଚୁଆଲି ଶବ୍ଦଟି ଏକ ଆଡଭାର୍ବ ଅଫ୍ ଟାଇମ୍ ଅଟେ। ଏହାର ଅର୍ଥ ଏକ ବିରାଟ ସମୟର ଶେଷରେ ବା ଅନେକ ଘଟଣାର ଶେଷରେ। ଉଦାହରଣ, ଆୱାର ଫ୍ଲାଇଟ୍ ଇଭେଞ୍ଚୁଆଲି ଲେଫ୍ଟ 5 hours ଲେଟ୍। ଆମ ବିମାନ ଶେଷରେ 5 ଘଣ୍ଟା ବିଳମ୍ବରେ ଚାଲିଗଲା। ଆଇଲ୍ ଗେଟ୍ ରାଉଣ୍ଡ ଟୁ ମେଣ୍ଡିଂ ଇଟ୍ ଇଭେଞ୍ଚୁଆଲି। ମୁଁ ଶେଷରେ ଏହାକୁ ସଂଶୋଧନ କରିବାକୁ ଚେଷ୍ଟା କରିବି। ଇଭେଞ୍ଚୁଆଲ ଶବ୍ଦଟି ଏକ ଏଡଜେକ୍ଟିଭ ଅଟେ। ଏହାର କେବଳ ଆଟ୍ରିବ୍ୟୁଟିଭ୍ ବ୍ୟବହାର ହୁଏ। ଆଟ୍ରିବ୍ୟୁଟିଭ୍ ବ୍ୟବହାରର ଅର୍ଥ ବିଫୋର ନାଉନ୍ ବା ନାଉନ୍ ପୂର୍ବରୁ। ଏହାର ଅର୍ଥ ପରିଣାମ। ଏକ ବିରାଟ ସମୟ ଶେଷରେ ଘଟିବା ଦେଖାଇବାକୁ ଏହାକୁ ବ୍ୟବହାର କରାଯାଏ। ଉଦାହରଣ, ଇଟ୍ ଇଜ୍ ଇମ୍ପସିବଲ୍ ଟୁ ପ୍ରେଡିକ୍ଟ ହ୍ୱାଟ୍ ଦ ଇଭେଞ୍ଚୁଆଲ ଆଉଟକମ୍ ୱିଲ୍ ବି। ପରିଣାମ କ'ଣ ହେବ ତାହା ଅନୁମାନ କରିବା ଅସମ୍ଭବ। ଦ ଭିଲେଜ୍ ସ୍କୁଲ ମେ ଫେସ୍ ଇଭେଞ୍ଚୁଆଲ କ୍ଲୋଜର୍। ଗ୍ରାମ ବିଦ୍ୟାଳୟ ଶେଷରେ ବନ୍ଦ ହୋଇପାରେ। ଏଥିରୁ ଆପଣମାନେ ଇଭେଞ୍ଚୁଆଲି ଏବଂ ଇଭେଞ୍ଚୁଆଲର ଅର୍ଥ ଭଲ ଭାବେ ବୁଝିସାରିବେଣି। ଏହିଭଳି ଅଧିକ ଭିଡ଼ିଓ ଦେଖିବାକୁ ଓ ଇଂରାଜୀରେ ଦକ୍ଷ ହେବାକୁ ମୋ ଚ୍ୟାନେଲ ସହ ଯୋଡ଼ି ରୁହନ୍ତୁ। ମୋ ଚ୍ୟାନେଲକୁ ସବସ୍କ୍ରାଇବ୍, ଲାଇକ୍ ଓ ସେୟାର କରିବାକୁ ଆଦୌ ଭୁଲନ୍ତୁ ନାହିଁ। ଧନ୍ୟବାଦ।